ଜଳେଶ୍ୱର ରୋଟାରୀ କ୍ଲବ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ୟୁଥ୍ ଲିଡରସିପ୍ ଆୱାର୍ଡ କର୍ମଶାଳା ଜଳେଶ୍ୱର ମହିଳା ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ରୋଟାରୀ ଜଷ୍ଟିସ୍ ଗଭର୍ଣ୍ଣର ମନୋଜ ତ୍ରିପାଠୀ ସମାରୋହକୁ ଉଦ୍ଘାଟନ କରିଥିଲେ। ସଭାରେ ରୋଟାରୀ କ୍ଲବର ଚେୟାରମ୍ୟାନ୍ ସୁବ୍ରତ ରଣା ମଞ୍ଚ ସଞ୍ଚାଳନ କରିଥିଲେ। ମୁଖ୍ୟ ଅତିଥି ଭାବରେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଯୋଗ ଦେଇ ଯୁବଗୋଷ୍ଠୀଙ୍କ ପ୍ରତିଭା ବିକାଶରେ ଦେଶର ପ୍ରଗତି ସମ୍ଭବ ବୋଲି କହିଥିଲେ। ମଞ୍ଚାସୀନ ଅତିଥି ମଧ୍ୟରେ କଲେଜ ଅଧ୍ୟକ୍ଷ ସଂଗ୍ରାମ ପଟ୍ଟନାୟକ, ଜଳେଶ୍ୱର ଶାଖା ସଭାପତି ସୁବୀର ସେନାପତି, ସମ୍ପାଦକ ଅଂଶୁମାନ ରାଉତ, ବ୍ରହ୍ମଚାରୀ ଅଗସ୍ତି ଚୈତନ୍ୟ, ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ, ପୁଲିସ ଡିଏସ୍ପି କୈଳାସ ଚନ୍ଦ୍ର ପରିଡ଼ା, ହାଇକୋର୍ଟ ଆଇନଜୀବୀ ପ୍ରଭୁ କିଶୋର ବେହେରା, ଡାକ୍ତର କିଶୋର ଚନ୍ଦ୍ର ମହାପାତ୍ର, ଡାକ୍ତର ଦୀପ୍ତିମୟ ମହାପାତ୍ର, ଡାକ୍ତର କିଶୋର ଚନ୍ଦ୍ର ମହାପାତ୍ର ପ୍ରମୁଖ ମଞ୍ଚାସୀନ ହୋଇ ଯୁବ ଉର୍ଜାକୁ ସଠିକ୍ ମାର୍ଗରେ ଉପଯୋଗ କଲେ ଦେଶର ଉନ୍ନତି ସାଧିତ ହେବ ବୋଲି କହିଥିଲେ। ଜଳେଶ୍ୱର ଅଗ୍ନିଶମ ବାହିନୀ ଓ ଡାକ୍ତରମାନଙ୍କ ଦ୍ୱାରା ଯୁବଗୋଷ୍ଠୀଙ୍କୁ ସଚେତନତା କରାଯିବା ସହିତ ସମାଜସେବା, ଆତ୍ମନିର୍ଭରଶୀଳ ହେବା, ଦୁର୍ଘଟଣା ଜନିତ ଆପତକାଳୀନ ସେବା ଲାଗି ପ୍ରଶିକ୍ଷଣ ଦିଆଯାଇଥିଲା। କ୍ଲବର ପ୍ରଭାତ କୁମାର ସାହୁ ମଞ୍ଚ ଆହ୍ୱାନ କରିଥିଲା ବେଳେ ସଭାପତି ରାଜେଶ ଖଟୁଆ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ସମସ୍ତ ରୋଟାରିଆନ୍ କର୍ମଶାଳାରେ ସହଯୋଗ କରିଥିଲା ବେଳେ ସୁରେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏବଂ ସାର୍ଭିସ ଦେବାରେ ସେବା ଦେବାରେ ପ୍ରାଣ କାର୍ଯ୍ୟ ଯେଉଁମାନେ ଉପଭୋକ୍ତୃ ସେତେବେଳେ ଥାଆନ୍ତି, କଷ୍ଟ ପାଉଥାନ୍ତି, ଘରଦ୍ୱାର ଭାଙ୍ଗି ଯାଇଥାଏ, ସେ ଅବସରରେ ସେମାନେ ଆଗେଇ ଆସିଥାନ୍ତି ସେଇ ଦୁଃଖ ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ। ବାଲେଶ୍ୱର ସ୍ପେଶାଲ ରିପୋର୍ଟର ବନମାଳୀ ମହାକୁଡ଼ଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।